ଆଜ୍ଞା ନମସ୍କାର, ମୁଁ ସାଲବେଗ ମଲ୍ଲିକ। ଆଜି ଆଉ ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଚାଲନ୍ତୁ ଆମେ ଜାଣିବା ମୂର୍ଖ କେଉଁ ଲୋକମାନଙ୍କୁ କୁହାଯାଏ। ଏକ ନମ୍ବର ପଏଣ୍ଟ, ମୂର୍ଖ ଲୋକମାନେ ସବୁବେଳେ ସାଙ୍ଗେ କଥା ହୁଅନ୍ତି, ଆଉ ପରକୁ ତାଙ୍କ ହିସାବରେ ଟେକିକିରି କୁହନ୍ତି। ସେଇ ଲୋକଙ୍କୁ ଆମେ କହିବା ମୂର୍ଖ। କେମିତି କହିବା ନା, ଦେଖନ୍ତୁ, ଗୋଟେ ଲୋକ ଯେତେବେଳେ ଅନ୍ୟକୁ ଟେକିକିରି ସବୁବେଳେ କଥାବାର୍ତ୍ତା କରେ, ତାର ସେଠି ଇଜ୍ଜତଟା ତଳେ ପଡ଼େ ବୋଲି ସେ ଜାଣିପାରୁନି। ତେଣୁକରି ତାକୁ ଆମେ କହିବା ମୂର୍ଖ ଲୋକ। କାହିଁକି ନା ମୂର୍ଖ ଲୋକମାନେ ସବୁବେଳେ ପର ଲୋକଙ୍କୁ ସବୁବେଳେ ଟେକିକିରି କଥାବାର୍ତ୍ତା କରନ୍ତି। କାହିଁକି ନା ସେ ଚାହାନ୍ତି ଯେ ଆମକୁ ସାମ୍ନା ଲୋକଟା କେମିତି ଆମ କଥାରେ ଟିକେ ଭୋଳ ହେଇକି ଆମକୁ ଟିକେ ହସ ପଦେ କଥା କହିବ ବୋଲି। ହେଲେ ସେ ଜାଣିପାରୁନି ଯେ ତାର ଏତିକି କଥାରେ ସିଏ କେତେ ଦୁଃଖରେ ରହିବ। ହଁ ଦର୍ଶକ ବନ୍ଧୁ, ମୂର୍ଖ ଲୋକ କେତେବେଳେ ବି ତାଙ୍କ କଥାରେ ବିଶ୍ୱାସ କରନ୍ତିନି। ସେ ସବୁବେଳେ ପରଙ୍କୁ ଟେକିକି କଥାବାର୍ତ୍ତା କରନ୍ତି, ଯାହା ଫଳରେ ସେ ତାଙ୍କ ଇଜ୍ଜତ ନିଜେ ସିଏ ହରାନ୍ତି। ମୂର୍ଖ ଲୋକ ତାଙ୍କ କାମ ପଛରେ ପକେଇ କରନ୍ତି, ସେପଟେ ସେ ପର ଲୋକ କାମ ଆଗ କରନ୍ତି। ସେ ହେଉଛି ମୂର୍ଖ ଲୋକ। ମୂର୍ଖ ଲୋକମାନେ ସବୁବେଳେ ନିଜ କାମକୁ ପଛରେ ପକାନ୍ତି ଏବଂ ଟିକେ ସମ୍ମାନ ପାଇଁ, ଟିକେ ଭଲ କଥା ହେବା ପାଇଁ, ଟିକେ ହସ ପାଇଁ ସେ ସବୁବେଳେ ପର କାମକୁ କରନ୍ତି। ସେଥିପାଇଁ ତାଙ୍କୁ ମୂର୍ଖ ଲୋକ କୁହାଯାଉଛି। ଯେତେ କାମ ଥାଉ କି ନଥାଉ, ଆମେ ପ୍ରଥମେ ଆମ କାମ କରିବା, ପଛରେ ଲୋକଙ୍କ କାମ କରିବା। ଏ ହେଉଛି ଆମର ସର୍ବନିମ୍ନ ଲୋକେ ନହେଲେ ଆମକୁ କହିବେ ଏ ଗୋଟେ ମୂର୍ଖ ଲୋକ। ହେଲେ ମୂର୍ଖ ଲୋକର ପରିଚିତ କାହିଁ ଆମ ପଛକରେ ମୂର୍ଖର ଏକ ଷ୍ଟାମ୍ପ ବାଡିକି ବୁଲିବା। ତା ଅପେକ୍ଷା ଆମେ ନିଜେ ସତର୍କ ହୋଇଥିବା ହିଁ ଦରକାର। ଦେଖ, ମୂର୍ଖ ଲୋକମାନଙ୍କର ଏତିକି ହିଁ ଇଶାନ କହୁଛି ମୂର୍ଖମାନେ କେମିତି ଭଲରେ ରହିବେ। ମୂର୍ଖମାନେ ପ୍ରଥମେ ଭଲ କରିବେ, ତେଣୁକରି କିଛି ନ ଭାବି ଚିନ୍ତି ମୂର୍ଖମାନଙ୍କ ପାଖରୁ ଦୂରେଇକିରି ରୁହ। କାହିଁକି ନା ମୂର୍ଖକୁ ଯେତେ କଥାର ଟଙ୍କା କହିଲେ ବି ସେ କିଛି ବୁଝିବନି, ଯାହାଫଳରେ ଆପଣଙ୍କର ଇଜ୍ଜତ ସମ୍ମାନ ତଳେ ପଡ଼ିବ। ତେଣୁକରି ମୂର୍ଖମାନଙ୍କଠୁ ଦୂରରେ ରୁହନ୍ତୁ। ମୂର୍ଖଙ୍କୁ ଯେତେ ବୁଝେଇଲେ, ଯେତେ ବାଡ଼େଇଲେ, ଯେତେ ଇଏ କଲେ ସେ କିଛି ବୁଝିବେନି। ମୂର୍ଖମାନେ ବେଳେବେଳେ କହେ ମୁଁ ସବୁ କରିଦେବି, ମୁଁ ବାସ୍ ଗୋଟିଏ ଭଲ ଲୋକ ହେବ। କହିବନି, ମୂର୍ଖ ସବୁବେଳେ କହେ ମୁଁ ସବୁ କରିଦେବି, ଏଇଟା କରିଦେବି, ସେଟା କରିଦେବି, ସେଟା କରିଦେବି। ହେଲେ ବନ୍ଧୁ ଲାଷ୍ଟକୁ କିଛି ସେ କରିପାରେ ନାହିଁ। ବାସ୍, ମୂର୍ଖ ଲୋକଙ୍କର ଏଇଆ ହେଉଛି ପରିଚିତ।